ଜାଣିଛନ୍ତି ନା ସାଙ୍ଗମାନେ, ମୋ ମା ନାହିଁ ସତ, କିନ୍ତୁ ମୁଁ ମୋ ବାପାଙ୍କ ପାଖରେ ମୁଁ ଅଛି। ମୋ ବାପାଙ୍କର ସବୁ ଦୁଃଖ ଖୁସି ମୁଁ ସବୁ କିଛି ବୁଝୁଛି, ସହୁଛି, ହେଲେ ବି କିଛି କଥା ସେ ଲୁଚେଇ ଦେଉଛନ୍ତି। କାହିଁକି ନା ଜାଣିଛନ୍ତି? କାହିଁକି ନା ଦେଖନ୍ତୁ, ମୋ ପାଖରେ ମୋ ଭାଇ ମୋ ବାପା ଅଛନ୍ତି, ମୋ ଭାଇ ପାଖରେ ମୁଁ ଅଛି, ମୋ ବାପା ଅଛନ୍ତି, କିନ୍ତୁ ମୋ ବାପାଙ୍କ ପାଖରେ ଆମେ 2 ଜଣ ଅଛୁ। ହେଲେ ବି ତାଙ୍କ ଦୁଃଖ କଷ୍ଟ, ଯାହା ବି ମନର ଦୁଃଖ ହଉ, ସେ କାହାକୁ ସେୟାର କରନ୍ତି? ସେ ତାଙ୍କ ସ୍ତ୍ରୀକି ସେୟାର କରନ୍ତି, ଯିଏକି ମୋ ମା। ତ ସିଏ ତ ନାହିଁ, ତ କିଛି କଥା ଲୁଚେଇ ଦେଉଛନ୍ତି, କିଛି କଥା କହୁଛନ୍ତି। ଫିର୍ ବି ଯେଉଁଟା ଖାଇ ନଥିବେ ସେଇଟା କହିବେ ମୁଁ ଖାଇଛି। ମୁଁ କିନ୍ତୁ ଜାଣିପାରେ କି ନାଇଁ ସେ ଖାଇନାହାନ୍ତି। ହେଲେ ବି ତାଙ୍କ ଦୁଃଖ ବୁଝିବାକୁ କେହି ନାହାନ୍ତି। ମନର କଥା ଜଣେ ସ୍ତ୍ରୀ ଥିଲେ ତାକୁ ସେୟାର କରିଥାନ୍ତେ, କହିଥାନ୍ତେ କି ମୋର ଏଇଟା ହେଉଛି ସିଏ। ତ ସେଇଟା ଦୁଃଖ ଲାଗେ, ଭଗବାନ କ'ଣ ପାଇଁ ଆମ ଜୀବନରେ ଏତେ କଷ୍ଟ ଭରିଦେଲେ। ବହୁତ ଖୁସିର ସଂସାର ଥିଲା, ଆମେ କେବେ ବି ଭାବିନଥିଲୁ। ଯାହା ଠାକୁରଙ୍କ ଉପରେ ନିର୍ଭର କରେ, ଯାହା ବି କିଛି ହଉ, ତ ଆଜି ନହେଲେ କାଲି ସମସ୍ତେ ଯିବେ। ହେଲେ ବି କିଛିଟା ବୟସ ଅଛି, କିଛି ଅଛି କି ନାଇଁ ଇଏ ଗଲେ ଠିକ୍ ହେବ, ଇଏ ନାଇଁ। ତ ଏତେ ବି ଏଜ୍ ହେଇନଥିଲା ମୋ ମାର। ତ ଛାଡ଼ନ୍ତୁ, କ'ଣ କରିବା, ଭଗବାନ କରନ୍ତୁ ସେତିକି ମାନେ ମୋ ବାପାଙ୍କୁ ଖୁସିରେ ରଖନ୍ତୁ, ମୋ ଭାଇକୁ ଭଲରେ ରଖନ୍ତୁ। ମୋର ଆଉ କିଛି ଦରକାର ନାହିଁ। ଜୟ ଜଗନ୍ନାଥ ସାଙ୍ଗମାନେ।